କାଲି ଏସ୍ପି ସାହେବଙ୍କ ସୁପରଭିଜନରେ ଆମେ ଗୋଟେ ଟିମ୍ ଗଠନ କରିଥିଲୁ। ଗୋଟେ ଇନଫର୍ମେସନ୍ ଆମକୁ ଥିଲା ଯେ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଗୋଟେ ଲୋକ ବ୍ରାଉନ୍ ସୁଗାର କିଛି ରଖିଛି, ତାକୁ ସେ ବିକାବିକି କରିବ। ତ ସେ ଟିପ୍ସ ଆଧାରରେ ଆମର ସୁନିତା ବେହେରା, ସସ୍ମିତା ବେହେରା ସେ ଗୋଟେ ଟିମ୍ ଫର୍ମେସନ୍ କରିକିରି ସାଙ୍ଗେ ସାଙ୍ଗେ ଗଲେ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆକୁ। ତାକୁ କନିଙ୍ଗରେ ହ୍ୟାଣ୍ଡେଲ୍ କରିକି ତାଠୁ 30 ଗ୍ରାମର ବ୍ରାଉନ୍ ସୁଗାର ଜବତ କଲେ। ତାଠୁ ଗୋଟେ ବୁଲେଟ୍ ମୋଟରସାଇକେଲ, ତା ଗୋଟେ ନୋକିଆ ମୋବାଇଲ ଫୋନ୍ ଆଉ 1500 ଟଙ୍କା ସିଜ୍ ହେଇଛି। ଏହି ସଂକ୍ରାନ୍ତରେ ଆମର ଟାଉନ୍ ଥାନାରେ, ମଡେଲ ଥାନାରେ 508 ନମ୍ବର କେସ୍ ହେଇଛି। ମୁଦଲାକୁ ଆରେଷ୍ଟ କରାହେଇଛି। ତାକୁ ଆଜି ଗିରଫ କରି ଫ୍ରଡ୍ କରାଯିବ। ଆଜି ଫାଷ୍ଟ ଟାଇମ୍ ସେ କରିଛି। ତାର ପ୍ରିଭିୟସ୍ ହିଷ୍ଟ୍ରି ଅନ୍ୟ କେଉଁ ଥାନାରେ ଯଦି କ'ଣ ଥିବ ତା ବାହାର କରୁଛୁ। ସେ ପର୍ଯ୍ୟନ୍ତ କିଛି କଥା ରିଭିଲ୍ କରୁନି, ତାକୁ ସେଇଟା ପ୍ରୋସେସ୍ ଅଫ୍ ଇନଭେଷ୍ଟିଗେସନରେ ବାହାରି କରିବ।